ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁବ୍ରତ। ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ମୁଁ ପୁଣି ଥରେ ୱେଲକମ୍ କରୁଛି। ତ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବେ କି ଆଜି ଆମେ ମୟୂରଭଞ୍ଜ ହୋମଗାର୍ଡ଼ ଏକ୍ଜାମରେ ଆସିବାକୁ ଯେଉଁ ଯାଉଥିବା 40ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିକେ କ୍ୱେଶ୍ଚନ୍ ଆନ୍ସର୍କୁ ମକ୍ ଟେଷ୍ଟ 5ରେ ଆଜି ଆମେ ପୁରା ଡିସ୍କସନ୍ କରିବା, ଯାହାକି ଆପଣମାନେ ହୋମଗାର୍ଡ଼ ଏକ୍ଜାମରେ ଏଥିରୁ ହିଁ କ୍ୱେଶ୍ଚନ୍ ସବୁ କିଛି ଦେଖିବାକୁ ପାଇପାରିବେ। ତ ଦୟାକରି ଆପଣମାନେ ଏହି ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଏହି ଚ୍ୟାନେଲକୁ ପ୍ରଥମ କରି ଆପଣମାନେ ଆସିଥିଲେ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ରଖନ୍ତୁ ଓ ଆପଣମାନଙ୍କର ସାଙ୍ଗସାଥି ନିକଟକୁ ଏହି ଭିଡ଼ିଓଟି ସେୟାର କରିଦିଅନ୍ତୁ, ଯାହାଫଳରେ କିଛି ବି ଜବ୍ର ନୋଟିଫିକେସନ୍ ବାହାରିଲେ ସର୍ବପ୍ରଥମେ ଏହି ଚ୍ୟାନେଲରେ ଆପଣମାନେ ଦେଖିବାକୁ ପାଇପାରିବେ। ତ ଯେଉଁ ସାଙ୍ଗସାଥିମାନେ ଆପଣମାନଙ୍କର ହୋମଗାର୍ଡ଼ ଏକ୍ଜାମ ପାଇଁ ଫର୍ମ ପକାଇଛନ୍ତି ତ ଏହି ଭିଡ଼ିଓଟି ତାଙ୍କୁ ସେୟାର କରିଦିଅନ୍ତୁ, ଯାହାଫଳରେ ତ ଆପଣମାନେ ମୋତେ ଯେତେ ମାତ୍ରାରେ ସପୋର୍ଟ କରିବେ ତ ଆପଣମାନଙ୍କ ପାଇଁ ମୁଁ ସେତେ ବଛା ବଛା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ନେଇକି ଆସିବି। ତ ଆପଣମାନେ ସମସ୍ତେ ମୋତେ ସପୋର୍ଟ କର, ଯାହାଫଳରେ ଯେକୌଣସି ଏକ୍ଜାମ୍ ହେଉନା କାହିଁକି ଆପଣମାନଙ୍କ ପାଇଁ ମୁଁ କ୍ଲାସ୍ ନେଇକି ଆସିବି। ତ ଫୁଲ୍ ସପୋର୍ଟ ପ୍ଲିଜ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଚାଲନ୍ତୁ ଆଉ ଅଧିକ ଡେରି ନକରି ଆମେ ଏହି ଭିଡ଼ିଓକୁ ଆରମ୍ଭ କରିବା। ତ ଚାଲନ୍ତୁ ଆଜିର ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଇଛି ଦେଖିବା। କ୍ୱେଶ୍ଚନ୍ ନମ୍ବର 1 ଦେଖନ୍ତୁ। କ୍ୱେଶ୍ଚନ୍ ନମ୍ବର 1 କ'ଣ ସେ ପଚାରିଛି, ହୋମଗାର୍ଡ଼ର କାର୍ଯ୍ୟ କେଉଁ ସମୟରେ ଅତ୍ୟଧିକ ଆବଶ୍ୟକ ହୋଇଥାଏ। ସେ ପଚାରିଛି ହୋମଗାର୍ଡ଼ର କାର୍ଯ୍ୟ କେଉଁ ସମୟରେ ଅତ୍ୟଧିକ ଆବଶ୍ୟକରେ ଆସିଥାଏ। ତ ଅପସନ୍ ଏରେ ଦେଇଛି ସାଧାରଣ ସମୟରେ, ନା ବିପଦ ସମୟରେ, ନା ଅବକାଶ ସମୟରେ, ନା ରାତି ସମୟରେ। ତ ଏଟା ତ ସାଧାରଣ କଥା, ଆପଣମାନେ ଜାଣିଥିବେ, ବହୁତ ଇଜି କ୍ୱେଶ୍ଚନ୍ ଅଛି, ଯାହାକି ବିପଦ ସମୟରେ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 2 ଦେଖନ୍ତୁ କ'ଣ ଦେଇଛି। ହୋମଗାର୍ଡ଼ କେଉଁ ପ୍ରକାର ଶକ୍ତିର ଅଂଶ। ସେ ହେଉଛି ହୋମଗାର୍ଡ଼ କେଉଁ ପ୍ରକାରର ସେ ଶକ୍ତିର ଅଂଶ। ସେନା, ନା ପୋଲିସ, ନା ସ୍ୱ ଇଚ୍ଛାସେବୀ ଶକ୍ତି, ନା ରାଜନୈତିକ ଶକ୍ତି। ତ କେଉଁ ପ୍ରକାର ଶକ୍ତି ସିଏ? ତ ହୋମଗାର୍ଡ଼ ଯେଉଁ ଆମର ରହିଛି ସିଏ ହେଉଛି ସ୍ୱ ଇଚ୍ଛାସେବୀ ଶକ୍ତି। ତ ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍। ତ ଚାଲନ୍ତୁ ନେକ୍ସଟ। ତ କ୍ୱେଶ୍ଚନ୍ ନମ୍ବର 3ରେ କ'ଣ ଦେଇଛି ଦେଖନ୍ତୁ। ମୟୂରଭଞ୍ଜରେ ରଥଯାତ୍ରା ପାଇଁ ପ୍ରସିଦ୍ଧ ସ୍ଥାନ କ'ଣ? ଆଉ ଯେଉଁ ମୟୂରଭଞ୍ଜରେ ରଥଯାତ୍ରା ହୁଏ ତ ଫେମସ୍ କେଉଁ ଜାଗାରେ ଅତ୍ୟଧିକ ହୋଇଥାଏ ରଥଯାତ୍ରା, ଯାହାକି ଅପସନ୍ ସି ହେବ ସଠିକ୍ ଆନ୍ସର୍, ବାରିପଦା। ତ ବାରିପଦାରେ ଆମର ଯଶସ୍ୱୀ ରଥଯାତ୍ରା ହୋଇଥାଏ, ଯାହାକି ମୟୂରଭଞ୍ଜରେ ରହିଅଛି। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 4 କ'ଣ ଦେଇଛି ଦେଖନ୍ତୁ। ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର କେଉଁ ଡିଭିଜନରେ ଅଛି? ଆଉ ଯେଉଁ ମୟୂରଭଞ୍ଜ ଜିଲ୍ଲାଟି ରହିଛି ତ ଓଡ଼ିଶାର କେଉଁ ଡିଭିଜନରେ ଅଛି ସେ ପଚାରିଛି, ଯାହାକି ଉତ୍ତର ଡିଭିଜନ, ନା ଦକ୍ଷିଣ ଡିଭିଜନ, ନା ମଧ୍ୟ ଡିଭିଜନ, ନା ପଶ୍ଚିମ ଡିଭିଜନ। କେଉଁ ଡିଭିଜନରେ ଅଛି ରେ? ତ ଏ ହେବ ଏହାର ସଠିକ୍ ଆନ୍ସର୍, ଯାହାକି ଉତ୍ତର ଡିଭିଜନରେ ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟଟି ରହିଅଛି। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 5ରେ କ'ଣ ଦେଇଛି ଦେଖନ୍ତୁ। ମୟୂରଭଞ୍ଜ ଜିଲ୍ଲାରେ କେଉଁ ଐତିହାସିକ ରାଜବଂଶ ଶାସନ କରୁଥିଲେ? ଆଉ ଯେଉଁ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ରହିଛି ତ ଏଥିରେ କେଉଁ ରାଜବଂଶର ଶାସନ କରୁଥିଲେ? କେଉଁ ରାଜବଂଶ ଶାସନ କରୁଥିଲେ? ଗଙ୍ଗ ରାଜବଂଶ, ନା ଭଞ୍ଜ ରାଜବଂଶ, ନା ସୂର୍ଯ୍ୟ ରାଜବଂଶ, ନା ଚଳବ ରାଜବଂଶ। କେଉଁ ରାଜବଂଶ? ତ ଖ ହେବ ଏହାର ସଠିକ୍ ଆନ୍ସର୍, ଯାହାକି ଭଞ୍ଜ ରାଜବଂଶ ମୟୂରଭଞ୍ଜ ଜିଲ୍ଲାରେ ଆମର ରାଜବଂଶର ଶାସନ କରୁଥିଲେ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଯିବା। ତ ଆପଣମାନଙ୍କର ଏଇ କ୍ୱେଶ୍ଚନ୍ଟି ଇମ୍ପୋର୍ଟାଣ୍ଟ ରହିଛି। ତ ଏମିତି କ୍ୱେଶ୍ଚନ୍ ଆପଣମାନେ ଏଥର ହୋମଗାର୍ଡ଼ରେ ନିହାତି ଦେଖିବାକୁ ପାଇପାରିବେ। ତ ଏଇ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ିକୁ ଖାତାରେ ନୋଟ୍ କରି ରଖନ୍ତୁ ଓ ରିଭିଜନ୍ ମାରନ୍ତୁ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 6ରେ କ'ଣ ଦେଇଛି ଦେଖନ୍ତୁ। ତ କ'ଣ ଦେଇଛି, ମୟୂରଭଞ୍ଜ ଜିଲ୍ଲାର କ୍ଷେତ୍ରଫଳ ଅନୁସାରେ ଓଡ଼ିଶାରେ ଏହାର ସ୍ଥାନ କ'ଣ? କ'ଣରେ ଆମର? ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର୍, ପ୍ରଥମ, ଯାହାକି ବୁଝାଇଛି ମୟୂରଭଞ୍ଜ ଜିଲ୍ଲାର କ୍ଷେତ୍ରଫଳ ଅନୁସାରେ ତ ଓଡ଼ିଶାରେ ପ୍ରଥମ ସ୍ଥାନ ଏହାର ରହିଥାଏ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 7ରେ କ'ଣ ଦେଇଛି ଦେଖନ୍ତୁ। ହୋମଗାର୍ଡ଼ ମୁଖ୍ୟତଃ କେଉଁ କାର୍ଯ୍ୟ କରେ? ଦେଖନ୍ତୁ ବହୁତ ଇଜି କ୍ୱେଶ୍ଚନ୍ ରହିଛି। ତ ହୋମଗାର୍ଡ଼ ସେ ପଚାରିଛି ହୋମଗାର୍ଡ଼ ମୁଖ୍ୟତଃ କେଉଁ କାର୍ଯ୍ୟ କରେ? କେଉଁ କାର୍ଯ୍ୟ କରେ? ଶିକ୍ଷା, ନା ସୁରକ୍ଷା ଉଦ୍ଧାର, ନା କୃଷି, ନା ବ୍ୟବସାୟ। ତ ହୋମଗାର୍ଡ଼ ସାଧାରଣତଃ ଜାଣିଥିବେ ସୁରକ୍ଷା ଏବଂ ଉଦ୍ଧାର କରିଥାଏ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 8 ଓଡ଼ିଶାର ସର୍ବବୃହତ ବନ୍ଧ କେଉଁଟା? ଆଉ ଯେଉଁ ଓଡ଼ିଶାରେ ବନ୍ଧ ରହିଛି ତ ସର୍ବବୃହତ ମାନେ ସବୁଠାରୁ ବଡ଼ ବନ୍ଧ କେଉଁଠି ରହିଛି? କେଉଁଠି ରହିଛି ରେ?
ହୀରାକୁଦ। ହୀରାକୁଦ ଆମର ସବୁଠାରୁ ବଡ଼ ବନ୍ଧ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 9। ତ କ'ଣ ଦେଇଛି ଦେଖନ୍ତୁ, ହୀରାକୁଦ ବନ୍ଧ ତ କେଉଁ ନଦୀ ଉପରେ ଅବସ୍ଥିତ? ଆମର ଯେଉଁ ହୀରାକୁଦ ବନ୍ଧ ରହିଛି ତ କେଉଁ ନଦୀ ଉପରେ ଏହା ଅବସ୍ଥିତ ଅଛି? କେଉଁ ନଦୀରେ? ବ୍ରାହ୍ମଣୀ ନା ବୈତରଣୀ ନା ମହାନଦୀ ନା ଋଷିକୂଲ୍ୟା? ତ ମହାନଦୀ ହେବ ଏହାର ସଠିକ୍ ଆନ୍ସର। ତ ଗୋଟେ କଥା କହି ରଖିବି ସାଙ୍ଗମାନେ, ତ ଯଦି ଆପଣମାନେ ଏହି ଚ୍ୟାନେଲକୁ ପ୍ରଥମ କରି ଭିଜିଟ୍ କରିଥିବେ ତ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ରଖିବେ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରି ରଖିବେ ଓ ସାଙ୍ଗସାଥି ନିକଟକୁ ଏହି ହୋମଗାର୍ଡ଼ କ୍ଲାସ୍କୁ ଆପଣମାନଙ୍କର ସେୟାର କରିଦେବେ, ଯାହାଫଳରେ ସେମାନଙ୍କର ବି କିଛିଟା ବେନିଫିଟ୍ ରହିବ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। ତ କ୍ୱେଶ୍ଚନ ନମ୍ବର 10 ଦେଖନ୍ତୁ କ'ଣ ଦେଇଛି, ଓଡ଼ିଶାର ସର୍ବବୃହତ ହ୍ରଦ କେଉଁଠି? ଆଉ ଯେଉଁ ଓଡ଼ିଶାରେ ସର୍ବବୃହତ ହ୍ରଦ କେଉଁଠି ସେ ରହିଛି ସେ ପଚାରିଛି, ଯାହାକି କ'ଣ ହେବ? ଅଂଶୁପା ନା ଚିଲିକା ନା ସରସ୍ୱତୀ ନା ହୀରାକୁଦ? କେଉଁଟାରେ ସବୁଠାରୁ ବଡ଼ ହ୍ରଦ ଓଡ଼ିଶାର? କେଉଁଟା? ଚିଲିକା। ତ ଏଟା ବି ଆପଣମାନଙ୍କ ପାଇଁ ଭେରି ଭେରି ଇମ୍ପୋର୍ଟାଣ୍ଟ ରହିଛି। ତ ଏଇ କ୍ୱେଶ୍ଚନ ଗୁଡ଼ିକ ଆପଣ ନୋଟ୍ କରିଦେବେ ଆଉ ରିଭିଜନ୍ କରିକି ନିହାତି ଏକ୍ଜାମ୍ ହଲ୍କୁ ଯିବେ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ କ'ଣ ଦେଇଛି ଦେଖନ୍ତୁ, ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ କେଉଁଟା? ତ ଓଡ଼ିଶାର ସର୍ବୋଚ୍ଚ ଜଳପ୍ରପାତ କେଉଁଟା ସେ ପଚାରିଛି, ଖଣ୍ଡାଧାର ନା ବରେଇପାଣି ନା ଡୁଡୁମା ନା ଦେଓମାଳି? ତ ଏହାର ସଠିକ୍ ଆନ୍ସର ହେବ ବରେଇପାଣି। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। ତ ନେକ୍ସଟ କ୍ୱେଶ୍ଚନରେ କ'ଣ ଦେଇଛି ଦେଖନ୍ତୁ, ବରେଇପାଣି ଜଳପ୍ରପାତ କେଉଁଠି ଅବସ୍ଥିତ? କେଉଁଠି ଅବସ୍ଥିତରେ? କେଉଁଝର ନା କନ୍ଧମାଳ ନା ସୁନ୍ଦରଗଡ଼ ନା ମୟୂରଭଞ୍ଜ? ତ ଆମର ଯେଉଁ ବରେଇପାଣି ଜଳପ୍ରପାତ ସେଟା ହେଉଛି ମୟୂରଭଞ୍ଜରେ ରହିଛି। ତ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଆମର ବରେଇପାଣି ଜଳପ୍ରପାତ ରହିଛି। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 13 କ'ଣ ଦେଇଛି ଦେଖନ୍ତୁ, ଭାରତର ସ୍ୱାଧୀନତା ଦିବସ କେବେ? ତ ଏଟା ଆପଣମାନଙ୍କ ପାଇଁ ବହୁତ ଇଜି ରହିଛି ଆଉ ଇମ୍ପୋର୍ଟାଣ୍ଟ ବି ମଧ୍ୟ ରହିଛି। ତ ଦେଖନ୍ତୁ, ଭାରତର ସ୍ୱାଧୀନତା ଦିବସ କହିଲେ ଆମେ 15 ଅଗଷ୍ଟକୁ ଜାଣିଥାଉ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 14 ଭାରତର ଗଣତନ୍ତ୍ର ଦିବସ କେବେ ହୋଇଥାଏ? ଆମର ଯେଉଁ ଭାରତର ଗଣତନ୍ତ୍ର ଦିବସ ହୋଇଥାଏ ତ କେବେ ହୋଇଥାଏ? 26 ଜାନୁଆରୀକୁ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 15 ଭାରତୀୟ ସମ୍ବିଧାନ ଦିବସ କେବେ ପାଳନ କରାଯାଇଥାଏ? ଆଉ ଯେଉଁ ଭାରତର ସମ୍ବିଧାନ ଦିବସ ତ ତାହା କେବେ ପାଳନ କରାଯାଇଥାଏ ସେ ପଚାରିଛି, କେବେରେ? ଏଟା ବି ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିଛି। 15 ଅଗଷ୍ଟ ନା 26 ଜାନୁଆରୀ ନା 26 ନଭେମ୍ବର ନା 2 ଅକ୍ଟୋବର? କେବେ ହୋଇଥାଏ? ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର, 26 ନଭେମ୍ବର। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନରେ କ'ଣ ଦେଇଛି ଦେଖନ୍ତୁ, ଭାରତର ସମ୍ବିଧାନ ପ୍ରଧାନ ରଚୟିତା କିଏ? ତ ଏଟା ବି ଆପଣମାନଙ୍କ ପାଇଁ ଭେରି ଭେରି ଇମ୍ପୋର୍ଟାଣ୍ଟ ରହିଛି। ଦେଖନ୍ତୁ ଆଜିର କ୍ଲାସ୍ରେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡ଼ିକୁ ମୁଁ ନେଇକି ଆସିଛି, ଯାହାକି ମୟୂରଭଞ୍ଜ ହୋମଗାର୍ଡ଼ ଏକ୍ଜାମ୍ ପାଇଁ ବହୁତ ବେନିଫିଟ୍ ରହିବ। ଖାଲି ମୟୂରଭଞ୍ଜ ଏକ୍ଜାମ୍ ପାଇଁ ବେନିଫିଟ୍ ନୁହଁ, କୌଣସି ହୋମଗାର୍ଡ଼ ଏକ୍ଜାମ୍ ପାଇଁ ଆପଣମାନେ ଏକ୍ଜାମ୍ ଦେବାକୁ ଗଲେ ଏହି ଭିଡ଼ିଓଟି ଦେଖିବେ କି ଆପଣମାନେ ହୋମଗାର୍ଡ଼ ଏକ୍ଜାମ୍ ଦେବା ପାଇଁ ଯାଆନ୍ତୁ, ନିହାତି କିଛି ନା କିଛି କ୍ୱେଶ୍ଚନ ଏହି ଭିଡ଼ିଓରୁ ଆପଣମାନେ ଦେଖିବାକୁ ପାଇପାରିବେ। ତ ଦେଖନ୍ତୁ କ'ଣ ଦେଇଛି, କ'ଣ ହେବ ଏହାର ସଠିକ୍ ଆନ୍ସର? ମହାତ୍ମା ଗାନ୍ଧୀ ନା ଜବାହରଲାଲ ନେହେରୁ ନା ଡକ୍ଟର BR ଆମ୍ବେଦକର ନା ସର୍ଦ୍ଦାର ପଟେଲ? କ'ଣ ହେବ? ଭାରତ ସମ୍ବିଧାନର ପ୍ରଧାନ ରଚୟିତା କିଏ? ସି ହେବ ଏହାର ସଠିକ୍ ଆନ୍ସର, ଯିଏକି ଡକ୍ଟର BR ଆମ୍ବେଦକର। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 17 ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠି ଅବସ୍ଥିତ? ଆଉ ଯେଉଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରହିଛି ତାହା କେଉଁଠି ଅବସ୍ଥିତ ସେ ପଚାରିଛି, ଯାହାକି ଏହାର ସଠିକ୍ ଆନ୍ସର ହେବ ନୂଆଦିଲ୍ଲୀ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। କ୍ୱେଶ୍ଚନ ନମ୍ବର 18 ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ରହିଛି? ତ ଏଇଟା ବି ଆପଣମାନେ ଜାଣିଥିବେ, ବହୁତ ଇଜି ମଧ୍ୟ ରହିଛି, ଇମ୍ପୋର୍ଟାଣ୍ଟ ମଧ୍ୟ ରହିଛି। ତ କେତେରେ ରହିଛି ରେ ଆପଣମାନେ କୁହନ୍ତୁ? ତ ଭାରତର ଜାତୀୟ ପତାକାରେ 3ଟି ରଙ୍ଗ ରହିଛି। ତ ଅପସନ୍ ବି ହେବ ଏହାର ସଠିକ୍ ଆନ୍ସର। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ କ'ଣ ଦେଇଛି ଦେଖନ୍ତୁ। କ୍ୱେଶ୍ଚନ ନମ୍ବର 19 ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍ କବି କିଏ? ତ ଏଟା ବି ଆପଣମାନଙ୍କ ପାଇଁ ଭେରି ଭେରି ଇମ୍ପୋର୍ଟାଣ୍ଟ ରହିଛି, ଯାହାକି ହେଉଛି ରବୀନ୍ଦ୍ରନାଥ ଠାକୁର ନା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ନା ସୁଭାଷ ଚନ୍ଦ୍ର ବୋଷ ନା ସରୋଜିନୀ ନାଇଡୁ? କିଏ ହେବରେ ଭାରତର ଜାତୀୟ ଗୀତ ଯିଏକି ବନ୍ଦେ ମାତରମ୍ ଲେଖିଥିଲେ? ତ କବି କିଏ? ତ ଏହାର ସଠିକ୍ ଆନ୍ସର ଅପସନ୍ ବି, ଯାହାକି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ତ ନେକ୍ସଟ କ୍ୱେଶ୍ଚନକୁ ଯିବା ଚାଲନ୍ତୁ।
ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି ଦେଖନ୍ତୁ 20। ଭାରତର ଜାତୀୟ ଗୀତ ଜନଗଣ ମନ କବି କିଏ? ଆମର ଯେଉଁ ଭାରତର ଜାତୀୟ ଗୀତ ଜନଗଣ ମନ କବି ତ କିଏ ଲେଖିଥିଲେ ସିଏ ପଚାରିଛି। ତ ଏଇଟା ବି ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିଛି। ତ ଏହାର ସଠିକ୍ ଆନ୍ସର୍ ହେବ ରବୀନ୍ଦ୍ରନାଥ ଠାକୁର। ତ ଦେଖନ୍ତୁ ଲାଷ୍ଟରେ ଆପଣମାନଙ୍କ ପାଇଁ ହୋମୱାର୍କ ରହିଛି। ତ ଏଇ କ୍ୱେଶ୍ଚନ୍ଟି ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରି ନିହାତି ଜଣାଇବେ। ତ ଆଜି ପାଇଁ ଏତିକି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦେବେ, ଯାହାଫଳରେ ଜବ୍ର କିଛି ବି ନୋଟିଫିକେସନ୍ ବାହାରିଲେ ସର୍ବପ୍ରଥମେ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇପାରିବେ। ତ ରହୁଛି, ଜୟ ଜଗନ୍ନାଥ।